गोस्वामी तुलसीदास गाइले, राम रसायन तुम्हरे पासा, सदा रहो रघुपति के दासा। तुम्हरे भजन राम को पावे, जन्म जन्म के दुख बिसरावे। दास्य भक्तिर मूर्तिमंत विग्रह हनुमान मर्मे मर्मे जानिथिले राम नामर महिमा, ଯାହାକି ତାଙ୍କ ସକଳ କର୍ମରେ ଓ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏ। ଏ କଥା କହିବାର ତାତ୍ପର୍ଯ୍ୟ ଦର୍ଶକ ବନ୍ଧୁ, ରାବଣପୁରୀରୁ ଜଗଜ୍ଜନନୀ ମାତା ସୀତାଙ୍କୁ ଉଦ୍ଧାର ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର ଭଲ୍ଲୁକ ଏବଂ ବାନର ବାହିନୀଙ୍କ ସହ ଲଙ୍କା ଅଭିମୁଖେ ବାହାରି ପଡ଼ିଲେ। ହେଲେ ସିନ୍ଧୁ ପାରି ହୋଇ ଲଙ୍କାଗଡ଼କୁ କିପରି ଯାଇହେବ? ନଳ, ନୀଳ, ସୁଗ୍ରୀବ, ଜାମ୍ବବାନ ଆଦିଙ୍କ ପରାମର୍ଶ ନେଇ ସ୍ଥିର ହେଲା ସମୁଦ୍ର ଉପରେ ବନ୍ଧ ଗୋଟାଏ ବନ୍ଧା ହେବ। ତାରି ଉପରେ ଚାଲି ଚାଲି ସମସ୍ତେ ଲଙ୍କାକୁ ଯିବେ। ତାପରେ ଆରମ୍ଭ ହୋଇଗଲା ସମୁଦ୍ର ଉପରେ ସେତୁବନ୍ଧ କାମ। ବାନରମାନେ ବିଶାଳ ବିଶାଳ ପଥର ଖଣ୍ଡ ପର୍ବତମାନଙ୍କରୁ ବୋହି ଆଣିଲେ। ସବୁ ପଥରକୁ ନଳ ପରୀକ୍ଷା କରୁଥିଲେ ଏବଂ ବଜରଙ୍ଗବାଲି ସବୁ ପଥର ଉପରେ ଶ୍ରୀରାମ ଲେଖି ସମୁଦ୍ରରେ ନିକ୍ଷେପ କରୁଥିଲେ। ଭକ୍ତ ହନୁମାନଙ୍କର ପ୍ରଗାଢ଼ ବିଶ୍ୱାସ ଥାଏ, ଯେଉଁ ପଥରରେ ରାମ ନାମ ଲେଖା ରହିବ ତାହା ଜଳରେ ନ ବୁଡ଼ି ନିଶ୍ଚୟ ସ୍ଥିର ହୋଇ ରହିବ। ଏହିଭଳି ଭାବରେ ଦ୍ରୁତ ଗତିରେ ସେତୁବନ୍ଧ ନିର୍ମାଣ ଆଗେଇ ଚାଲିଥାଏ। ଏହାକୁ ଦୂରରୁ ଲକ୍ଷ୍ୟ କରି ଗୁଣ୍ଡୁଚି ମୂଷାଟିଏ ଭାବିଲା, ମୁଁ ଯାଉଛି ପ୍ରଭୁଙ୍କ କାର୍ଯ୍ୟରେ ଟିକିଏ ସାହାଯ୍ୟ କରିବି। ଗୁଣ୍ଡୁଚି ମୂଷାଟି ଯାଇ ସମୁଦ୍ର ପାଣିରେ ଟିକିଏ ବୁଡ଼ି ଆସୁଥାଏ ଏବଂ ବାଲିରେ ଗଡ଼ି ଯାଉଥାଏ ଏବଂ ଯାଇ ସେତୁବନ୍ଧ ଉପରେ ଦେହର ବାଲିକୁ ଝାଡ଼ି ଦେଇ ଆସୁଥାଏ। କ୍ଷୁଦ୍ର ଜୀବଟିର ପ୍ରଭୁଙ୍କ କାର୍ଯ୍ୟରେ ଏପରି ପ୍ରଗାଢ଼ ଶ୍ରଦ୍ଧା ଦେଖି ପ୍ରଭୁ ତାକୁ ହାତରେ ଧରି ଆଣି ଟିକେ ଆଉଁସି ଦେଇ କହିଲେ, ତତେ ଯିଏ ବଦ୍ଧ କରିବ ସିଏ ମୋର ରାବଣ ପରି ଶତ୍ରୁ ହେବ, ଆଉ ତତେ ଯିଏ ଶ୍ରଦ୍ଧା କରିବ ସିଏ ମୋର ଲକ୍ଷ୍ମଣ ପରିକା ଭାଇ ହେବ। ସେବେଠୁ ତା ପିଠିରେ ରହିଗଲା ପ୍ରଭୁଙ୍କର ଅଙ୍ଗୁଳି ଚିହ୍ନ। କଠିନ ପରିଶ୍ରମ ଚାଲିଥାଏ। ବାନରମାନେ କ୍ଳାନ୍ତ ହୋଇ ଟିକେ ବିଶ୍ରାମ କରୁଥାନ୍ତେ। ବାନରମାନଙ୍କୁ କ୍ଳାନ୍ତ ଦେଖି ପ୍ରଭୁ ନିଜେ ଯାଇ ସେତୁବନ୍ଧ ଉପରେ ପଥର ଖଣ୍ଡ ପକେଇବାକୁ ଲାଗିଲେ। ମାତ୍ର ଆଶ୍ଚର୍ଯ୍ୟର କଥା, ସେଇ ପଥର ସବୁ ସମୁଦ୍ରର ଅତଳ ଜଳରେ ବୁଡ଼ିଗଲା। ଏହାକୁ ଦୂରରୁ ନିରୀକ୍ଷଣ କରୁଥିଲେ ମହାବୀର ହନୁମାନ। ତତ୍କ୍ଷଣାତ୍ ସେ ଦୌଡ଼ି ଯାଇ ପ୍ରଭୁଙ୍କ ପାଖରେ ଉପସ୍ଥିତ ହେଲେ। ପ୍ରଭୁ ଟିକିଏ ହସି ଦେଇ କହିଲେ, କଣ ହେଲା ହନୁ, ତମେ ତ ବିଶ୍ରାମ କରୁଥିଲ, ପୁଣି ହଠାତ୍ ଏଠିକି କାହିଁକି ଦୌଡ଼ି ଆସିଲା? ହନୁମାନ ହାତ ଯୋଡ଼ି ବିନୀତ ହୋଇ କହିଲେ, ପ୍ରଭୁ, ଆପଣ ଯାହାକୁ ଧରିବେ ତାକୁ ଏ ସଂସାରର କୌଣସି ପାପ ତାପ ଲାଗିବ ନାହିଁ, କିନ୍ତୁ ଆପଣଙ୍କ ହାତରୁ ଯିଏ ଖସିଗଲା ତାର ଏ ଭବ ସାଗରର ଅତଳ ଜଳରେ ବୁଡ଼ିଯିବା ହିଁ ସାର, ଠିକ୍ ଏଇ ପଥର ପରି। ଜୟ ଶ୍ରୀରାମ। ବ୍ୟୁରୋ ରିପୋର୍ଟ, ଲିଭଲାଇ ପଡ଼ିଆ।